ଦେଖନ୍ତୁ ବିଜୁ ଜନତା ଦଳର ୟେଲାକୋଣ୍ଡା ବାବୁ ଜଣେ ସକ୍ରିୟ କର୍ମୀ। ଦୀର୍ଘ 40 ରୁ 42 ବର୍ଷ ଧରିକି ସେ ଅନବରତ ଭାବରେ ବିଜୁ ପଟ୍ଟନାୟକଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଆଜି ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଆଦର୍ଶରେ ଅନୁପ୍ରାଣିତ ହୋଇ ବିଭିନ୍ନ ଜନକଲ୍ୟାଣମୂଳକ ଯୋଜନାକୁ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ଚେଷ୍ଟା କରିଛନ୍ତି। ବିଭିନ୍ନ ଲୋକଙ୍କର ବିଭିନ୍ନ ସୁଖ ଦୁଃଖରେ ମଧ୍ୟ ସେ ସର୍ବଦା ନିଜେ ସଂଶ୍ଳିଷ୍ଟ ରହିବା ପାଇଁ ଚେଷ୍ଟା କରିଛନ୍ତି। ଯାହାଫଳରେ ଲୋକେ ଆଜି କଣ୍ଡାବାବୁଙ୍କ ଭଳି ଜଣେ ବ୍ୟକ୍ତିତ୍ୱକୁ ଏହି ଅଞ୍ଚଳରେ ଲୋକ ତାଙ୍କୁ ଗୋଟେ ଡାଇନାମିକ୍ ପର୍ସନ୍, ଗୋଟେ ସୋସିଆଲ ୱାର୍କର ଭାବରେ ମଧ୍ୟ ଗ୍ରହଣ କରୁଛନ୍ତି। ଏଭଳି ହେବା ସ୍ଥଳରେ ସେ ଯେତେବେଳେ ବି ବିଜୁ ଜନତା ଦଳର ଯେକୌଣସି ରାଲି ହେଉ କି କୌଣସି ପ୍ରକାର ବିଜୁ ଜୟନ୍ତୀ ହେଉ କି ପଞ୍ଚାୟତ ରାଜ ଦିବସ ହେଉ, ଯେତେବେଳେ ବି ଆପଣମାନେ ଜାଣନ୍ତି ସେ ଡାକିଲେ କଣ୍ଡାବାବୁଙ୍କର ଆଦର୍ଶରେ ଅନୁପ୍ରାଣିତ ଥିବା ଲୋକମାନେ, ନବୀନ ବାବୁଙ୍କୁ ଭଲ ପାଉଥିବା ଲୋକମାନେ ଆମ ସହିତ ଜଡ଼ିତ ଥିବାରୁ ଜନସମୁଦ୍ର ଭଳି ସବୁବେଳେ 10,000 ରୁ 12,000 କର୍ମୀ ଉପସ୍ଥିତ ରୁହନ୍ତି। କିନ୍ତୁ ଦୁର୍ଭାଗ୍ୟର କଥା, ଆଜି ଆମେ ଗୋଟେ ବିଶାଳ ମିଶ୍ରଣ ପର୍ବ ଅନୁଷ୍ଠିତ କରିବା ଉଦ୍ଦେଶ୍ୟରେ ପରମିଶନ୍ ବି ନେଇଥିଲୁ। ଗତକାଲି ଠାରୁ ବିଭିନ୍ନ ସୂତ୍ରରୁ ଫୋନ୍ ଗୁଡ଼ିକ ଆସିଲା। ମୁଁ ଜାଣିବା ମଧ୍ୟରେ ସେ ଭିତରେ ପର୍ଯ୍ୟବେକ୍ଷକଙ୍କ ସହିତ ଯେତେବେଳେ ଆମେ ମିଶିବାକୁ ଯାଇଥିଲୁ, ତାଙ୍କୁ ଫୁଲତୋଡ଼ା ଦେଲାବେଳେ ମୁଁ କହିଥିଲି ଯେ ପାଖାପାଖି 1500 ରୁ ଉର୍ଦ୍ଧ୍ୱ କଂଗ୍ରେସ, ବିଜେପି ଓ ବିଏସ୍ପିର ସମର୍ଥକ ମିଶିବେ, ଆମେ କରୁଛୁ। ସେ କହିଥିଲେ ଗୁଡ୍, ଆମ ଜିଲ୍ଲାର 3 ରୁ 3 ଆସିବାକୁ ପଡ଼ିବ ବୋଲି କହିଲେ। ହସି କହିଲେ ଆପଣମାନେ ମିଳିମିଶି କାମ କରନ୍ତୁ। କିନ୍ତୁ ସନ୍ଧ୍ୟାବେଳେ ମୋତେ ଆଶ୍ଚର୍ଯ୍ୟ ଲାଗିଲା, ସିଏ କହିଲେ ଆମ ଭାଇମାନେ ଯେତେବେଳେ ଯାଇଥିଲେ ଆପଣମାନେ ଅଫିସ୍ ବନ୍ଦ କରନ୍ତୁ। ସେତେବେଳେ କୁହା ହେଇଥିଲା ଅଫିସ୍ କାହିଁକି ବନ୍ଦ କରାହେବ, ଯେହେତୁ 2 ବର୍ଷ ହେଲାଣି ଅନବରତ ଭାବରେ ଲୋକଙ୍କୁ ସେବା ଯୋଗାଇ ଆସୁଛି। ନବୀନ ବାବୁଙ୍କ ପ୍ରତି ଯେଉଁମାନେ କଲ୍ୟାଣ ପ୍ରତି ଆକୃଷ୍ଟ ହୋଇକି ଅଛନ୍ତି, ଏଭଳି ସ୍ଥଳରେ ଏଇଠିକାର ସ୍ଥାନୀୟ ନେତାଙ୍କର କିଛି କାର୍ଯ୍ୟକଳାପରେ ଅସନ୍ତୁଷ୍ଟ ହୋଇ ଯେଉଁମାନେ ବିଜେପି, କଂଗ୍ରେସ ଆଡ଼କୁ ମୁହାଁଇବାକୁ ଚେଷ୍ଟା କରୁଥିଲା ବେଳେ କଣ୍ଡାବାବୁ ସେମାନଙ୍କୁ ଆବୋରିକି ରଖିଛନ୍ତି, ରଖିବାରେ ମଧ୍ୟ ସକ୍ଷମ ହୋଇଛନ୍ତି। ସର୍ବୋପରି ସେ ଗରିବ ହେଉ, ଖଟିକିଆ ହେଉ, ଜାତି, ବର୍ଣ୍ଣ, ଧର୍ମ ନିର୍ବିଶେଷରେ ସମସ୍ତଙ୍କୁ ସେବା ଯୋଗାଇବାକୁ ଚେଷ୍ଟା କରୁଛନ୍ତି। ଏଭଳି ସ୍ଥଳରେ ଆଜି ସକାଳେ ଆମେ ଜାଣିବାକୁ ପାଇଲୁ ତାଙ୍କୁ ଏକ୍ସପଲ୍ସନ୍ କରାଗଲା। କ'ଣ ପାଇଁ କରାଯିବ? ଯଦି ଦଳର ମିଶ୍ରଣ କରିବା ଏକ କ'ଣ ଖରାପ କାମ କି? ସେଇଟା ଦଳକୁ ମଜବୁତ କରିବ। ଆଜି ଦଳ ଯଦି ରାୟଗଡ଼ାରେ 2019 ଦେଖିବା ସ୍ୱାଧୀନ ସଦସ୍ୟ